ନମସ୍କାର, ମୁଁ ସଂଘମିତ୍ରା ଆଇଡିଆର ଓଡ଼ିଶା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆଜି ପୁଣି ଆସିଯାଇଛି ଆପଣମାନଙ୍କ ପାଇଁ ଆଉ ଏକ ନୂଆ ଜବ୍ ଅପଡେଟଟି ନେଇ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଉତ୍କଳ ବାଲାଶ୍ରମ ନୂଆପଡ଼ା SAAରେ କିଛି ପଦବୀ ଗୁଡ଼ିକ ଖାଲି ରହିଛି। ଏହି ପଦବୀ ଗୁଡ଼ିକର ପୂରଣ ପାଇଁ ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ତରଫରୁ ଆପଣମାନଙ୍କ ନୋଟିସଟି ଆସିଛି। ଏହି ପଦବୀ ଗୁଡ଼ିକର ଆବେଦନର ତାରିଖ 24/9/2025ରୁ 30/9/2025 ପର୍ଯ୍ୟନ୍ତ ରହିଛି ଏବଂ ଏହାକୁ ଆପଣମାନେ ଅନଲାଇନରେ ଆବେଦନ କରିପାରିବେ। ଆପଣମାନେ ଅନଲାଇନରେ ଆବେଦନ କରିସାରିବା ପରେ ସେହି ଆବେଦନ ଫର୍ମ ସହିତ ଆବଶ୍ୟକ ପ୍ରମାଣପତ୍ର ଗୁଡ଼ିକୁ ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ଆପଣମାନେ ପଠେଇ ପାରିବେ ଏବଂ ଆପଣଙ୍କର ଆବେଦନ ଗ୍ରହଣର ଶେଷ ତାରିଖ ରହିଛି 5/10/2025। ଏଥିରେ ଦେଇଥିବା ସମୟ ପରେ ଆପଣ ଯଦି ଆପଣଙ୍କର ଫର୍ମଟିକୁ ତାଙ୍କ ପାଖକୁ ପଠାଉଛନ୍ତି କିମ୍ବା ଆପଣଙ୍କର ଫର୍ମଟି ଯଦି ଅସମ୍ପୂର୍ଣ୍ଣ ଅଛି ତେବେ ତାହାକୁ ଆକ୍ସେପ୍ଟ କରାଯିବ ନାହିଁ। ତ ଦେଖନ୍ତୁ, ଏଥିରେ ଆପଣଙ୍କର ଖାଲି ପଡ଼ିଥିବା ପଦବୀ, ଶିକ୍ଷାଗତ ଯୋଗ୍ୟତା, ମାସିକ ଦେୟ ଓ ବୟସ ସୀମା ଦେଇଛି। ଏଥିରେ ପ୍ରଥମେ ରହିଛି ଅନୁଚିକିତ୍ସା କର୍ମଚାରୀ ମାନେ ପାରାମେଡିକାଲ ଷ୍ଟାଫ୍। ଏଥିରେ ଆପଣଙ୍କର ଗୋଟିଏ ପୋଷ୍ଟ ରହିଛି। ଏଥିରେ ଶିକ୍ଷାଗତ ଯୋଗ୍ୟତା ରହିଛି କମ୍ପାଉଣ୍ଡର, ଡିପ୍ଲୋମା ଥିବା ଫାର୍ମାସିଷ୍ଟ, ଆୟୁର୍ବେଦିକ, ହୋମିଓପାଥିକ, ୟୁନାନୀରେ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ହୋଇଥିବା ଆବଶ୍ୟକ। ଏଥିରେ ଆପଣଙ୍କର ମାସିକ ଦେୟ ରହିଛି 11,916 ଟଙ୍କା ଏବଂ ଆପଣଙ୍କର ବୟସ ସୀମା ରହିଛି 21 ବର୍ଷରୁ 45 ବର୍ଷ ପର୍ଯ୍ୟନ୍ତ। ତ ଦେଖନ୍ତୁ, ଏବେ ସେକେଣ୍ଡ ପୋଷ୍ଟ ରହିଛି ଆପଣଙ୍କର ଆର୍ଟ ଆଣ୍ଡ କ୍ରାଫ୍ଟ କମ୍ ମ୍ୟୁଜିକ ଟିଚର ମାନେ କଳା ଏବଂ ହସ୍ତଶିଳ୍ପ ତଥା ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି। ଏଥିରେ ମଧ୍ୟ ଆପଣଙ୍କର ଗୋଟିଏ ପୋଷ୍ଟ ରହିଛି। ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି କଳା ଏବଂ ହସ୍ତଶିଳ୍ପ ତଥା ସଙ୍ଗୀତ ଶିକ୍ଷକରେ ସ୍ନାତକ କିମ୍ବା ଡିପ୍ଲୋମା କରିଥିବେ ଏବଂ ଆପଣ ଯେଉଁଠାରୁ କରିଥିବେ ସେହି ବିଶ୍ୱବିଦ୍ୟାଳୟଟି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଥିବା ଆବଶ୍ୟକ। ଏଥିରେ ଆପଣଙ୍କର ମାସିକ ଦରମା ରହିଛି 10,000 ଏବଂ ଆପଣଙ୍କର ବୟସ ସୀମା ରହିଛି 21 ବର୍ଷରୁ 45 ବର୍ଷ। ତାପରେ ଥାର୍ଡ ଆପଣଙ୍କର ନର୍ସ ପୋଷ୍ଟଟି ଖାଲି ରହିଛି। ଏଥିରେ ମଧ୍ୟ ଆପଣଙ୍କର ଗୋଟିଏ ଭ୍ୟାକେନ୍ସି ରହିଛି। ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପ୍ଲାଏ କରିପାରିବେ। ଏଥିରେ ଆପଣଙ୍କର କ୍ୱାଲିଫିକେସନ ରହିଛି ଡିଗ୍ରୀରେ ନର୍ସିଂ କରିଥିବା ଆବଶ୍ୟକ। ଯଦି ଡିଗ୍ରୀରେ ନର୍ସିଂ କରିଥିବା ଆବେଦନକାରୀ ଆବେଦନ କରିବେ ନାହିଁ ତେବେ ANM କରିଥିବା ଆବେଦନକାରୀଙ୍କୁ ବିଚାରକୁ ନିଆଯିବ। ଏବଂ ଏଥିରେ ଆପଣଙ୍କର ମାସିକ ଦେୟ ରହିଛି 11,916 ଟଙ୍କା ଏବଂ ଆପଣଙ୍କର ବୟସ ସୀମା 21 ବର୍ଷରୁ 45 ବର୍ଷ ରହିଛି ଏବଂ ଆପଣଙ୍କର ଲାଷ୍ଟ ପୋଷ୍ଟଟି ରହିଛି ଡକ୍ଟର। ଏଥିରେ ମଧ୍ୟ ଆପଣଙ୍କର ଗୋଟିଏ ଭ୍ୟାକେନ୍ସି ଖାଲି ରହିଛି ଏବଂ ଏଥିପାଇଁ ଆପଣଙ୍କର ମାସିକ ଦେୟ ରହିଛି 9,930 ଟଙ୍କା ଏବଂ ଏଥିରେ ମଧ୍ୟ ଆପଣଙ୍କର ବୟସ ସୀମା ସମାନ ରହିଛି 21 ବର୍ଷରୁ 45 ବର୍ଷ। ତ ଦେଖନ୍ତୁ, ଏହାପରେ ଆପଣଙ୍କର ଦେଇଛି ଆବେଦନ ଫର୍ମ ସହିତ ଆପଣଙ୍କର କ'ଣ କ'ଣ ଡକ୍ୟୁମେଣ୍ଟସ ଗୁଡ଼ିକ ଦରକାର। ପ୍ରଥମେ ରହିଛି ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା, ଯେମିତିକି ଆପଣଙ୍କର ମାଟ୍ରିକ, ଯୁକ୍ତ 2, ଯୁକ୍ତ 3, ସ୍ନାତକୋତ୍ତର ସମସ୍ତ ସାର୍ଟିଫିକେଟ ଓ ମାର୍କସିଟ୍ ଗୁଡ଼ିକର ସହ ନକଲ ମାନେ ତାର ଜେରକ୍ସ ଆପଣ ପଠେଇ ପାରିବେ। ସେକେଣ୍ଡ ରହିଛି ଆପଣଙ୍କର ଗୋଟିଏ ବର୍ତ୍ତମାନର କଲର ପାସପୋର୍ଟ ଫଟୋ ଯାହା ଆପ୍ଲିକେସନ ଫର୍ମରେ ଦିଆଯାଇଥିବ। ଥାର୍ଡ ରହିଛି ଆପଣଙ୍କର ପୂର୍ବରୁ ଅଭିଜ୍ଞତା ଥିବା ପ୍ରମାଣପତ୍ର ମାନେ ଆପଣଙ୍କର ଯଦି କିଛି ଏକ୍ସପିରିଏନ୍ସ ଅଛି ତାର ସାର୍ଟିଫିକେଟ। ଫୋର୍ଥରେ ଦେଇଛି ନିଜସ୍ୱ ଘୋଷଣାନାମା କରିବେ ଯେ ସେ କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପ ବିଶେଷ କରି ଶିଶୁ ସମ୍ବନ୍ଧୀୟ ଅପରାଧରେ ଜଡ଼ିତ ନଥିବେ। ଫିଫ୍ଥ ରହିଛି ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଠାରୁ କୌଣସି ଆପତ୍ତି ନଥିବା ପ୍ରମାଣପତ୍ର ସହ ନକଲ। ସିକ୍ସଥରେ ଦେଇଛି ଯେକୌଣସି ଗେଜେଟେଡ୍ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚରିତ୍ର ପ୍ରମାଣପତ୍ରର ସହ ନକଲ। ଲାଷ୍ଟରେ ରହିଛି ନିଜସ୍ୱ ପ୍ରମାଣିତ କରିଥିବା ଆଧାରର ସହ ନକଲ ଦାଖଲ କରିବେ ମାନେ ଆପଣଙ୍କର ID ପ୍ରୁଫ। ଦେଖନ୍ତୁ, ଏହାପରେ ଦେଇଛି ବୟସ ସୀମା ମାନେ ସେଥିରେ ତ ଆପଣଙ୍କୁ କହିଦେଇଥିଲା ଯେ 21 ବର୍ଷରୁ 45 ବର୍ଷ ମଧ୍ୟରେ ଥିବା ଆବେଦନକାରୀ ମାନେ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ମାଟ୍ରିକ ପ୍ରମାଣପତ୍ର ଜନ୍ମ ତାରିଖରୁ ଗଣନା କରାଯିବ। ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟ ବୋର୍ଡ ପରିଷଦ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ପ୍ରମାଣପତ୍ରରେ ଜନ୍ମ ତାରିଖ କେବଳ ଚୟନ କମିଟି ଦ୍ୱାରା ଗ୍ରହଣ କରାଯିବ। ତାପରେ ଦେଖନ୍ତୁ, ଏଥିରେ ଆପଣଙ୍କର ଆବେଦନ ପ୍ରଣାଳୀ ଦେଇଯାଇଛି। ଏହି ପଦବୀ ଗୁଡ଼ିକ ଆବେଦନ ପାଇଁ ଜିଲ୍ଲା ୱେବସାଇଟ www
nuapada.odisha.gov.in ରେ ବିଜ୍ଞାପନ ଉପଲବ୍ଧ ରହିବ। ସେକେଣ୍ଡ ରହିଛି ଏହି ପଦବୀ ଗୁଡ଼ିକ ପାଇଁ ଆବେଦନକାରୀ ଅନଲାଇନ୍ ଦ୍ୱାରା ଉତ୍କଳ ବାଲାଶ୍ରମ career@gmail.com ମାଧ୍ୟମରେ କରିପାରିବେ। ଥାର୍ଡ଼ରେ ଦେଇଛି ଆପଣଙ୍କର ଆବେଦନ କ୍ଷେତ୍ରରେ ସୂଚନା ଦାଖଲ କରିବା ପୂର୍ବରୁ ନିଶ୍ଚିନ୍ତ କରନ୍ତୁ ଯେ ସଠିକ୍ ସୂଚନା ପୂର୍ଣ୍ଣ ହୋଇଛି କି ନାହିଁ ଏବଂ ନିଶ୍ଚିତକରଣ ଉପରେ ସଂଶୋଧନ ପାଇଁ କୌଣସି ସୁବିଧା ଦିଆଯିବ ନାହିଁ। ଫୋର୍ଥରେ ଦେଇଛି ଅନଲାଇନ୍ ଆବେଦନ ଦାଖଲ କରିବାର ଆରମ୍ଭ ତାରିଖ 24/9/2025ରୁ ଶେଷ ତାରିଖ 30/9/2025 ପର୍ଯ୍ୟନ୍ତ ରହିଛି ଏବଂ ଆପଣମାନେ ଅନଲାଇନ୍ରେ ଆବେଦନ ପରେ ନିଜର ଆବେଦନ ଫର୍ମ ସହିତ ଆପଣଙ୍କର ଆବଶ୍ୟକ ପ୍ରମାଣପତ୍ର ଗୁଡ଼ିକୁ ଅଫଲାଇନ୍ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ଆଡ୍ରେସରେ ପଠାଇବେ। ଫିଫ୍ଥରେ ଦେଇଛି ପ୍ରାର୍ଥୀମାନଙ୍କୁ ଜଣାଇ ଦିଆଯାଉଛି ଯେ ସେମାନେ ଶେଷ ତାରିଖ ଓ ସମୟକୁ ଅପେକ୍ଷା ନ କରି ଅନଲାଇନ୍ ଆବେଦନ ଫର୍ମକୁ ଆଗୁଆ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ସିକ୍ସଥରେ ରହିଛି ପ୍ରତ୍ୟେକ ପୋଷ୍ଟ ପାଇଁ ଆବେଦନ କରିଥିବା ଫର୍ମ ସହ ସମସ୍ତ ପ୍ରମାଣପତ୍ର ଅଲଗା ଅଲଗା ସିଲ୍ କଭରରେ ସଂଲଗ୍ନ କରି ଦାଖଲ କରାଯିବ, ଯାହାକି ସିଲ୍ କଭରର ଉପରେ ଆବେଦନ କରାଯାଇଥିବା ପଦବୀର ନାମ ଉଲ୍ଲେଖ କରାଯାଇଥିବା ଆବଶ୍ୟକ। ସେଭେନ୍ଥ ଆଣ୍ଡ ଏଇଟ୍ଥରେ ଦେଇଛି ଯେ ନିର୍ଦ୍ଧାରିତ ସମୟ ପରେ ଆବେଦନ ଗ୍ରହଣ କରାଯାଇଥିବା ଆବେଦନ ପତ୍ର କିମ୍ବା ଅସମ୍ପୂର୍ଣ୍ଣ ଆବେଦନ ପତ୍ରକୁ ବିଚାରକୁ ନିଆଯିବ ନାହିଁ ଏବଂ ଆପଣଙ୍କର ପ୍ରାର୍ଥୀ ଚୟନ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପାଇଁ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତିର ମାର୍ଗଦର୍ଶିକାରେ ଚୟନ କମିଟିର ଗଠନ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କମିଟିର ନିଷ୍ପତ୍ତି କ୍ରମେ ଚୟନ କରାଯିବ। ତେବେ ଏଥିରେ ମଧ୍ୟ ଅନ୍ୟାନ୍ୟ ଯୋଗ୍ୟତା ଦେଇଛି, ଯେମିତିକି ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବେ, ସେ ନିଶ୍ଚିତ ଭାବରେ ଉତ୍ତମ ଚରିତ୍ର ଏବଂ ଉତ୍ତମ ସ୍ୱାସ୍ଥ୍ୟ ଏବଂ ତଥା ଅନ୍ୟ ଶରୀର ସମ୍ବନ୍ଧୀୟ କିମ୍ବା ଶାରୀରିକ ବିକୃତ ନଥିବା ଆବଶ୍ୟକ। ସେ ନିଶ୍ଚିତ ଭାବରେ ଓଡ଼ିଆ ଭାଷାରେ କହିବା, ପଢ଼ିବା ଏବଂ ଲେଖିବାରେ ସକ୍ଷମ ହୋଇଥିବା ଆବଶ୍ୟକ ଏବଂ ମଧ୍ୟମ ବିଦ୍ୟାଳୟର ମାନ୍ୟତା ସହିତ ଓଡ଼ିଆ ଭାଷାରେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ତେବେ ଦେଖନ୍ତୁ ଫିଫ୍ଥରେ କ'ଣ ସବୁ ତ୍ରୁଟି ରହିଲେ ଆପଣଙ୍କର ଆପ୍ଲିକେସନଟିକୁ ରିଜେକ୍ଟ କରାଯିବ ତାହା ଦିଆଯାଇଛି। ସିକ୍ସଥରେ ଆପଣଙ୍କର ଚୟନ ପ୍ରକ୍ରିୟା ଦିଆଯାଇଛି। ମୁଁ ଏହି PDFଟିକୁ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ କରିଦେବି, ଆପଣମାନେ ଚେକ୍ କରିପାରିବେ। ତାପରେ ରହିଛି ସିଲେକ୍ସନ ପ୍ରୋସେସଟି ଆପଣଙ୍କର ମାର୍କ ବେସିସରେ ସିଲେକ୍ସନ କରାଯିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ତ ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ।